ଏଇଟା ସରିଲା। ଆଉ ଗୋଟେ ଲେଖିଦା, ତୁମର ସାନ ଭାଇ 10ମ ଶ୍ରେଣୀ ପରୀକ୍ଷା ଦେଇଛି, ତାର ଉଜ୍ଜଳ ଭବିଷ୍ୟତ ପାଇଁ ଆଡ଼ଭାଇସ୍ ଦେବି। ଆଉ ଗୋଟେ ଭିଡ଼ିଓ କରିଦା। ପ୍ରିୟର ଭାଇ ଟୁଲୁ, ତୁ ଜାଣିଥୁ ତୋ ଭାଇ ଜଣେ MBA, କିନ୍ତୁ ମୁଁ ଆଜି ତୋତେ କହିବାକୁ ଚାହୁଁଛି ମୁଁ MBAରେ କେମିତି ଜଏନ୍ ହେଲି, MBAରେ କ'ଣ କଲି, ଆଉ MBA ଆଗକୁ ଭବିଷ୍ୟତ କ'ଣ ଅଛି। ତୁ ଜାଣିଥୁ ଗତ କିଛି 2 ବର୍ଷ ତଳେ ପାଖାପାଖି ମୋର ବ୍ରେକଅପ୍ ହେଇଥିଲା। ଆଉ ଯେଉଁ ଟାଇମ୍ରେ ବ୍ରେକଅପ୍ ହେଲା ତାର 3 ମାସ ଆଗରୁ ବର୍ଷା ମୋ ସାଙ୍ଗରେ ବ୍ରେକଅପ୍ କରିସାରିଥିଲା, କିନ୍ତୁ ସେ କହିନଥିଲା। କ'ଣ ପାଇଁ ନା ତାର ପୁଣି କହିବାର ମନ ନଥିଲା। ସେ ଟାଇମ୍ରେ ସିଏ ମୋତେ କଲ୍ କଲା ଆଉ କହିଲା, ସତ୍ୟ ଆଇ ନିଡ଼୍ ଟୁ ଟକ୍ ୱିଥ୍ ୟୁ। ମୁଁ କହିଲି ହଁ କ'ଣ ହେଲା। ଆଇ ଜଷ୍ଟ ୱାଣ୍ଟ ଟୁ ମୁଭ୍ ଅନ୍, ଆଉ ମୁଁ ଆଉ ଜଣକୁ ଲାଇକ୍ କରୁଛି। ସେ ଟାଇମ୍ରେ କ'ଣ ନା ମୁଁ ଓଭରକମ୍ କରିବା ମୋର କିଛି ସମୟ ଲାଗିଲା। ସେ ତାର ଗୋଟେ 10-15 ଦିନ ପରେ ଆମେ ଗୋଟେ ଭୋଜି ଯାଇଥିଲୁ। ଆଉ ଆଇ ଇଣ୍ଟ୍ରୋଡ୍ୟୁସ୍ ଲାଇକ୍ ଦ୍ୟାଟ୍, ହାଇ ଆଇ ଏମ୍ ସତ୍ୟ, ସି ଇଜ୍ ବର୍ଷା ମାଇ ଗର୍ଲଫ୍ରେଣ୍ଡ ଆଣ୍ଡ ହି ଇଜ୍ ସ୍ୱରାଜ ହର୍ ବୟଫ୍ରେଣ୍ଡ। ଏଇଟା କିଛି ଦିନ ସରିଲା ପରେ ବର୍ଷା ଆଉ ଥରେ ମୋତେ କଲ୍ କଲା, କହିଲା କି ଆଉ ସ୍ୱରାଜ ମୋତେ ଚିଟ୍ କଲା କହି କାନ୍ଦିଲା ପରେ ମୁଁ ତାକୁ କହିଲି ହଁ ତୁ ତା ପାଖକୁ ଯାଇଥିଲୁ, ତା ପାଖରେ ଟେମ୍ପୁ ଅଛି ଯା। ଫୋନ୍ କାଟିଦେଲି। ଆଉ ଥରେ ଫୋନ୍ କରି କାନ୍ଦିଲା ପରେ ମୁଁ ତଲଚୁକ ଭାବିଲି ଆଉ ଥରେ ଛାଡ଼, ସ୍ୱରାଜ ସାଙ୍ଗରେ କଥା ହେବାକୁ ପଡ଼ିବ। ସ୍ୱରାଜ ପାଖକୁ ଗଲି କଥା ହେବାକୁ। ସେଠି 3ଟା ଜିନିଷ ହେଲା। ଏଟ୍ ଦ୍ୟାଟ୍ ଟାଇମ୍ me and Swaraj decided one thing that ବର୍ଷାର ଯୋଡ଼ା ହେଉଛୁ ଆମକୁ କିଛି ଫରକ ପଡ଼ୁନି। ଆଉ ଆମେ ତ 3ଟା ଜାଗାରେ ବ୍ଲକ୍ କଲୁ, ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଛାଡ଼ିକିରି ଫୋନ୍ପେ, ଗୁଗଲ୍ ପେ, ପେଟିଏମ୍, ଯେଉଁ 3ଟାରେ ଅଧିକ କମ୍ୟୁନିକେସନ୍ ହେଉଥିଲା ଆମର, ସେ 3ଟା ଯାକ ବନ୍ଦ ବର୍ଷା ତଳେ। ତାପରେ ଏବେ ସ୍ୱରାଜ ଆଉ ମୁଁ ବେଷ୍ଟ ଫ୍ରେଣ୍ଡ। ଆଉ ଆମେ 2 ଜଣ ଯାକ ଗୋଟେ ଜିନିଷ ଡିସାଇଡ଼୍ କଲୁ, ବ୍ରେକଅପ୍ କଲା ପରେ ପ୍ରାୟ ପିଲା ଯେଉଁଟା ଡିସାଇଡ଼୍ କରୁଛନ୍ତି କି ଆମେ MBA କରୁ ବୋଲିକିରି। ଏବେ ସିଏ ଆମ ଡିପାର୍ଟମେଣ୍ଟର ଆଉ ଜଣକୁ ଲାଗିଛି, ମୁଁ ଆଉ ଡିପାର୍ଟମେଣ୍ଟର ଜଣକୁ ଲାଗିଛି। ଛାଡ଼େ, ଏବେ ତତେ ମୁଁ କହିବି MBA କେମିତି ଯିବୁ, ଜଏନ୍ କେମିତି ହେବୁ। MBA ପରୀକ୍ଷା ପାଇଁ ବୋଲିକିରି MBAରେ ଜଏନ୍ ହେବା ପାଇଁ ବୋଲିକିରି କିଛିଟା ପରୀକ୍ଷା ଅଛି, ଯଥାକ୍ରମେ କେଟ୍ ମେଟ୍, ଜେଟ୍ ରେଟ୍ ମେଟ୍, ଗେଟ୍, ଜି ମେଟ୍, ଏଫ୍ ମେଟ୍, ଜେଡ୍ ମେଟ୍, ଯାହା ଯେତିକି ମେଟ୍ ରହିଲା ସବୁ ଯାକ ଯେଉଁଟା ଅକ୍ଷର ପଛରେ ମେଟ୍ ଲଗେଇକି ତୁ ପରୀକ୍ଷା ଦେଲେ MBAରେ ଜଏନ୍ ହେଇପାରୁ। CPET, OJEE ଯାହା ଅଛି ପରୀକ୍ଷା ଦେଇପାରୁ। ଏବେ ତୁ ଭାବୁଥିବୁ ପରୀକ୍ଷା ସିନା ଦେଇଦି କୋଶ୍ଚିନ୍ କେଉଁ ଟାଇପ୍ର ପଡ଼ିବ। ମୁଁ ତୋତେ କହୁଛି ଆମ ବେଳୁ ଗୋଟେ କୋଶ୍ଚିନ୍ଟା ପଡ଼ିଥିଲା, ଅରୁଣ ଇଜ୍ ଆନ୍ ଆକାଉଣ୍ଟାଣ୍ଟ, ଅରୁଣ ଗଟ୍ ମ୍ୟାରେଡ୍, the average age of his family became 25. After 2 years they give birth a girl and their average age became 21. After 2 years they give birth to a twin, their average age became 20. After 3 years they give birth to another triplet and their average age became 18. So what's the age of Arun? At that time I think that fuck the age of Arun, what the hell is Arun doing? He is a financial advisor, not a production manager. Why he is so much interested on the production? 5 ବର୍ଷ ଭିତରେ 6ଟା ପିଲା ଜନ୍ମ କଲାଣି, କିନ୍ତୁ ତୁ ଏଇଟା କହିପାରିବୁନି କ'ଣ ପାଇଁ? ତାର 4ଟା ଅପସନ୍ ଥିବ, ତୁ ସେ ଗୁଳା ଭିତରେ ସାଇଜ୍ରେ ଗୋଟେ ଅପସନ୍ ଭିତରେ ଗୋଲ ବୁଲେଇକି ଆଇବୁ। ତାପରେ ତୋର ରେଜଲ୍ଟ ବାହାରିବ କିଛି ଦିନ ପରେ, ତୋର କଳାକୃତି ହିସାବରେ ତୋର ମାର୍କ ଯାକ ଆଇବ। ଯେଉଁ ମାର୍କ ଯାକ ଯଦି ଭଲ ମାର୍କ ଆଣିଲୁ ବେଲେ IIM କି କେଉଁଠି ଜଏନ୍ ହେବୁ, ନାଇଁ ବେଲେ ସେ ଖଡ଼ାଖିଆ କଲେଜ ଯାକ ତ ଫିଙ୍ଗା ଫଙ୍ଗଡ଼ା ହେଉଛି, କେଉଁ କଲେଜରେ ମିଳିଯିବ। ସେମିତି କିଛି ନାହିଁ। ବ୍ରହ୍ମପୁର ଲୋକର ପାଟିରୁ ଗାଳି ଆଉ MBA କଲେଜ କିଛି ଅଭାବ ନାହିଁ। ତୋତେ କେଉଁଠି ନା କେଉଁଠି ଗୋଟେ ସିଟ୍ ମିଳିଯିବ, ସିଟ୍ ଜଏନ୍ ହେଇଯିବ। ସେଇଠି ଜଏନ୍ ହେଲା ପରେ ଯାଉ ତୋତେ ଗୋଟେ ପ୍ରକାରର ପ୍ରାଣୀ ମିଳେ। ତୁ IIMରେ ଜଏନ୍ ହେ କି ଖଡ଼ାଖିଆ କଲେଜରେ ଜଏନ୍ ହେ, ତୋତେ ଗୋଟେ ପ୍ରକାର କମନ୍ ପ୍ରାଣୀ ମିଳେ। ତାଙ୍କମାନଙ୍କୁ କୁହାହେଉଛି ସିନିୟର। ତାଙ୍କମାନେ ତାଙ୍କ ଜୀବନରେ କିଛି ବୋଲି କିଛି ଉଖାଡ଼ ନାହାନ୍ତି, ତୋଠୁ ବର୍ଷଟି ଆଗରୁ ଖାଲି ଜଏନ୍ ହେଇଛନ୍ତି ସେତିକି ଆଗା।
କିନ୍ତୁ ଜ୍ଞାନ ଏମିତି ଦେବେ କିନ୍ତୁ କି ତାଙ୍କେ ଚତୁର୍ବେଦ ଜ୍ଞାତା ପୃଥିବୀ ସଂଖ୍ୟା ସୃଷ୍ଟି କରୁଛନ୍ତି ଇଣ୍ଡିଆରେ ଜ୍ଞାନ ଯାକ ଦେବେ। ଯଦି ଭାବୁ ହଁ ଭାଇ ଅଧିକ ଜିନିଷ ଜାଣିଛନ୍ତି ସେତେବେଳେ ଯାଇକି ତୁ ତାଙ୍କୁ ଗୋଟେ ଜିନିଷ ପଚାରିଦେବୁ ଆଉ ଭାଇ ଏ ବାଲାନ୍ସ ସିଟ୍ଟା ଟାଲି ହେଉନି କେମିତି ବାଲାନ୍ସ ସିଟ୍ଟା ଟାଲି ହେବ ଟିକେ କହିଦେଉନ ସେତେବେଳେ ତାଙ୍କୁ ଗୋଟେ ଜିନିଷ କହିବେ ଏହା ଦରକାର ନାହିଁ ରେ ଥିଓରି ପଢ଼ି ଯା ପରୀକ୍ଷା ହେଇଯିବ। ତୁ ହେଲେ ମାଇଣ୍ଡ ସେଟ୍ କରୁ ହଁ ଆକାଉଣ୍ଟିଂ ଥିଓରି ପଢ଼ିକି ଗଲେ ହେଇଯିବ। କ୍ୱାଣ୍ଟିଟେଟିଭ୍ ପେପରରେ ଯାଇକି ପଚାରୁ ଆଉ ଭାଇ ଏ କାଇ ସ୍କୋୟାରଟା ହେଉନି କେମିତି ଟିକେ କହିଦେଉନ ସେ ଚାଇ ସ୍କୋୟାର ତାଙ୍କେ କହିବା ବେଳକୁ ତାଙ୍କେ କହିକି କ'ଣ ନା ମୁଁ ଯେତେବେଳେ ପଚାରିଲି ମୋତେ ଜଣେ କହିଲେ ଏଇଟା ଜାଣିନୁ କିରେ ଫାଷ୍ଟରେ 3 ଢୋକ ଚା ପିଇଲା ପରେ ଗୋଟେ ଥର ସିଗାରେଟଟା ଝିକୁ ସମାନ ଚା ସରିଲା ବେଳେ ସିଗାରେଟ୍ ସରିବ ସେଇଟା ହେଉଛି ଚାଇ ସ୍କୋୟାର। ମୁଁ କହିଲି ଭାକୁଡ଼ା ପିଲା ବହୁତ ଜଣା ତୁମକୁ। ମୁଁ କହିଲି ନା ଆଙ୍କ ଦ୍ୱାରା ହେବନି ଏତିକି ଭାବି ମୁଁ ସମ୍ପର୍କ କାଟିଦେଇ ଗଲା ବେଳକୁ ଜଣେ ଡାକିକି କହିଲେ ଆମେ ଜୁନିୟର ସିନିୟର କ୍ରିକେଟ୍ ମ୍ୟାଚ୍ କରିବା। ମୁଁ କହିଲି କରିବା। ତାପରେ ସିନିୟର ଜଣେ ଗଲେ ମାଷ୍ଟରଠୁ ପରମିସନ୍ ଆଣିବାକୁ ତାଙ୍କ ପରମିସନ୍ ଆଣିଲା ବେଳକୁ ମାଷ୍ଟର କହିଲା କି ଗୋଟେ କାମ କର ଅନଲାଇନ୍ କ୍ରିକେଟ୍ ମ୍ୟାଚ୍ କରିଦିଅ। କୋଭିଡ଼ ପ୍ରକୋପ ପ୍ରବଳ ଥିଲା ସେତେବେଳକୁ ମାଷ୍ଟର ମୁଣ୍ଡରେ କୋଭିଡ଼ ଛାଡ଼ି ଯାଇଥିଲା ଅନଲାଇନ୍ର ଭୂତ ଯାଇନଥିଲା ତ ଆମକୁ କହିଲା ଅନଲାଇନ୍ କରିବାକୁ। ତାଙ୍କେ ଡିସାଇଡ଼୍ କରୁଥିଲେ ଆମେ ଅନଲାଇନ୍ କ୍ରିକେଟ୍ ଖେଳିବା ନା ଅଫଲାଇନ୍ କ୍ରିକେଟ୍ ଖେଳିବା ମାତ୍ର ଆମେ ଜୁନିୟର ହେଇକି ଆମେ ଡିସାଇଡ଼୍ କରୁଥିଲୁ ଆମେ ରୟାଲ୍ ଚ୍ୟାଲେଞ୍ଜ ପିଇବା ନା ରୟାଲ୍ ଷ୍ଟାଗ୍ ପିଇବା ଏଇଟା ତାଙ୍କ ଆମ ଭିତରେ ଡିଫରେନ୍ସ ଥିଲା। ଆମେ ଟିକେ ଅଧିକ ମ୍ୟାଚୁର୍ ଥିଲୁ ଭଲ ଛାଡ଼ ସିଆଡ଼ିକି ଯିବାନି। ତାପରେ ଏଟ୍ ଲାଷ୍ଟ ଆମର କ୍ଲାସ୍ ଆରମ୍ଭ ହେଲା। କ୍ଲାସ୍ ଆରମ୍ଭ ହେଲା ପରେ ଆମର ଗୋଟେ ବୟୋଜ୍ୟେଷ୍ଠ ଜଣେ ଗୁରୁଜୀ ଅଛନ୍ତି ଯିଏ ଆମର ଫାଇନାନ୍ସ ପଢ଼ାଉଛନ୍ତି ତାଙ୍କେ ପଚାରିଲେ କ୍ଲାସ୍ରେ ଆଇକି ହ୍ୱାଟ୍ ଇଜ୍ ଦ ପ୍ରାଇସ୍ ଅଫ୍ ଗୋଲ୍ଡ। କିଏ କହିଲା 10,000 କିଏ କହିଲା 50,000 କିଏ କହିଲା 60,000 କିଏ କାହାର ରେଟ୍ କହିଲେ। ଗୋଟେ ଆଶୀର୍ବାଦ ବୋଲି ପିଲାଟି ଥିଲା ତାକୁ ମାଷ୍ଟର ଠିଆ କରେଇଲା ପଚାରିଲା କି ୟୁ ଟେଲ୍ ହ୍ୱାଟ୍ ଇଜ୍ ଦ ପ୍ରାଇସ୍ ଅଫ୍ ଗୋଲ୍ଡ। ସିଏ କହୁଛି କି 10 ଟଙ୍କାକୁ ଗୋଟେ ଆଉ 120 ଟଙ୍କାରେ ପ୍ୟାକେଟଟି। ମାଷ୍ଟର ସକ୍ ଆଉ କ'ଣ କହିବ ମାଷ୍ଟର ଜାଣିଦେଲା ଆମର ଷ୍ଟାଣ୍ଡାର୍ଡ଼ କ'ଣ। ତାପରେ କ'ଣ ନା କେତେଟା ପିଲା ଅଛନ୍ତି ମାନେ ଏଇଟା କମନ୍ ବ୍ରିଡ୍ ସମସ୍ତଙ୍କର ଟିକେ ଗଞ୍ଜେଇ ଟିକେ ଡ୍ରଗ୍ସ ଟିକେ ଅଳ୍ପ ଅଳ୍ପ ହିସାବରେ ପରିମାଣରେ ଏତିକି ଏତିକି ହିସାବରେ ତାଙ୍କେ ନିଅନ୍ତି। ତ ଏଇଟା ନୂଆ ଜାଗା ନା ଲୋକେସନ୍ ଜାଣିନଥିବେ ସିନିୟର ପାଠ ଜଣା ନାହିଁ ଏ ଜିନିଷ ତ ଜଣା ଗଲେ ପଚାରିଲେ ଆଉ ଭାଇ ଟିକେ ଦରକାର କେଉଁଠି ମିଳିବ ସିଧା ଯେଉଁ ରାଇଟ୍ ବୁଲୁ ବୁନି ଲେଫ୍ଟ ବୁଲୁ ଗଞ୍ଜେଇ ମିଳିବ ରାଇଟ୍ ବୁଲୁ ଡ୍ରଗ୍ସ ମିଳିବ ଆଉ ମଦ ଦରକାର ବେଲେ ପିଅନ ହାତରେ 200 ଦେଉ 150 ଟଙ୍କାର ସିଏ ତୋ ପାଇଁ ଆଣିବ ଆଉ 50 ଟଙ୍କାର ଦେଶୀ ପୋଡ଼ାଟି ସିଏ ତା ପାଟିରେ ଯେମିତି ପଡ଼ିବ। ସିନିୟର ଏତିକି ଜ୍ଞାନ ଦେଲେ ଆମକୁ ସରିଲା ସବୁ। ତାପରେ ଫାର୍ଷ୍ଟ ସେମିଷ୍ଟାର ଷ୍ଟାର୍ଟ ହେଲା। ଫାର୍ଷ୍ଟ ସେମିଷ୍ଟାରରେ ପିଲାମାନଙ୍କର ପ୍ରେଜେଣ୍ଟ କ୍ଲାସ୍ରେ 90 to 100%, ସେକେଣ୍ଡ ସେମିଷ୍ଟାର 60 to 70%, ଥାର୍ଡ଼ ସେମିଷ୍ଟାର 40 to 50%, ଫୋର୍ଥ ସେମିଷ୍ଟାର ମାଷ୍ଟର ଆଉ ପିଲା 2 ଜଣ ଯାକ ମିଶିକିରି ଗୋଟେ ଲୋକଙ୍କ ପାଖରେ ବଇଛନ୍ତି ସେ ଲୋକ ଯାକକୁ କୁହାହେଉଛନ୍ତି କି ପ୍ଲେସମେଣ୍ଟ ଡିପାର୍ଟମେଣ୍ଟ ଅଫିସର। ପିଲା MBAରେ ଜଏନ୍ ହେବାର ରିଜନ୍ ହେଉଛି ପ୍ଲେସମେଣ୍ଟ ମିଳିବ। ମାଷ୍ଟର ପିଲା ମିଶିକିରି ଅଛନ୍ତି ସେଇଠି ପ୍ଲେସମେଣ୍ଟ ଅଫିସର ପିଲାମାନଙ୍କୁ କହିଲା କି ଯ କ୍ଲାସ୍ରେ ବସିକି ପଢ଼ାପଢ଼ି କର ଆମେ ଯାଉଛୁ କ୍ଲାସ୍କୁ ଗଲେ କଥା ହେବା। କ୍ଲାସ୍କୁ ଗଲାବେଳକୁ ସବୁ ପିଲାର ଟେବୁଲ୍ ଉପରେ ବହିପତ୍ର ଖୋଲା ହେଇଛି ସବୁ ପିଲା ବହିପତ୍ର ଅଣାଉଛନ୍ତି। ପ୍ଲେସମେଣ୍ଟ ଅଫିସର ଗୋଟେ କଥା କହିଲା ଇଫ୍ ୟୁ କଣ୍ଟିନ୍ୟୁ ଦିସ୍ ପ୍ରୋସେସ୍ ଫର୍ ଦ 21 days ଦେନ୍ ଆଫ୍ଟର ୟୁ ୱିଲ୍ ରିଅଲାଇଜ୍ ୱାନ୍ ଥିଙ୍ଗ ଦ୍ୟାଟ୍ ଦିସ୍ ୱିଲ୍ ବିକେମ୍ ଏ ହ୍ୟାବିଟ୍ ଫର୍ ୟୁ। ମୁଁ ସେଦିନ ଆବସେଣ୍ଟ ଥିଲି। ଆଉ ତାପରେ 21 ଦିନ ପରେ ଜଣାପଡ଼ିଲା କି ଆମ କ୍ଲାସ୍ର ସବୁ ଯାହା ପିଲା ଗଞ୍ଜୁଡ଼ୁ ହେଇସାରିଲେଣି କମାଇଲେ ବହିଟା ଫିଟେଇକିରି ତଳେ ଗଞ୍ଜେଇ ଭର୍ତ୍ତି କରୁଥିଲେ ଚିଲମ ଭିତରେ। ଏଇଟା ଚାଲିଲା ଗଞ୍ଜୁଡ଼ୁ ହେଇଗଲେ ଯାହା ହେଲାଣି ଛାଡ଼ ସିଆଡ଼େ ଯିଆନି ଆମେ। ଆଉ ତାପରେ ଆମର ଅଳ୍ପ ଦିନ ପରେ ଲୋକ ଡିପାର୍ଟମେଣ୍ଟକୁ ଆସିଲେ ଆମର ଏମ୍ପ୍ଲୟମେଣ୍ଟ ଦେବାକୁ ଆମ ପାଇଁ ବୋଲିକରି ରିକ୍ରୁଟର। ତ ଆମର ଇଣ୍ଟରଭ୍ୟୁ ଷ୍ଟାର୍ଟ ହେଲା। From that interview, I realized one thing that they are not at all concerned about your bookish knowledge. They are only concentrating one thing that how you are good in your communication skill. If you are able to communicate with them and the international clients able to deal, then they are going to accept you as a client. Sorry, as a employee. So I gave the interview and I was rejected. କ'ଣ ପାଇଁ ନା ପାଠ ସିନା ଦରକାର ନାହିଁ ମାତ୍ର ତୁମକୁ MBAର ଫୁଲ୍ ଫର୍ମ ହେଲେ ଜଣାଥିବାର ଅଛି। ସେଦିନ ମୁଁ ସେଠି 2ଟା ଜିନିଷ ଶିଖିଲି।
MBA फुल फ्रॉम मास्टर इन फाइनेंशियल मैनेजमेंट नाइन कौन पे ना बाबू तमर सीना सबू प्रश्नर उत्तर सी तमें जहाँ लाइन मार्च किंतु जी रिक्रुट करने तुमको तार सबू प्रश्नर उत्तर सी नाई आउ MBA फुल फ्रॉम मास्टर इन बिजनेस एडमिनिस्ट्रेशन मुझे दुटा जिन जानी किंतु मु आशा छाड़नी चाकरी करने कहीं ना कथार अच्छी झील जन्म पर घर को आउ पुओ जन्म बेंगलुरु को मोर गोटे सांग अबा भाई अबा बंधु मित्र परिजन एजा किसी न कहीकि गोटे पदर जो कहया बोले अति हारामी गोटे व्यक्ति विशेष तांकर ना हूँ वर्ल्ड्स हैंडसम मैन भारत सम्राट श्रीनिवास दोरा तांके बेंगलोर रे रही बेंगलोर शोभा वर्धन कर मुझे फोन कली आ भाई आपण तो गोटे MNC रे गोटे बहुत बड़ पोस्ट अच्छी एज ए वॉचमैन आपण मत कोटे पिओन हिसाब रखिदे पारे तो सी कहला हाँ निश्चिंत भाव में भाई किसी डरियार ना तो तू आ मुझे पचारि आ भाई बेंगलोर रे भल कौन अच्छे सी कहला बेंगलोर पाग बहुत भल मु भाविली हाँ हो गोटे भल वर्किंग एनवायरनमेंट मिले ठीक अच्छे मुझे आउ कौन भल तो सी कहला द वेदर कंडीशन ऑफ बेंगलोर इज क्वाइट गुड मु कहली कि पाग छाड़ी आउ कौन भल अच्छे तो सी कहला कि खाइया भल मुझे हो जा हो गोटे अलग जिन कहला मुझे भाई खाइबारे कौन भल अच्छे से कहे कि पाग तो भल अच्छे तू जोड़ा खाइले भल लगे मुझे कहली मदर मु कहली नाई तू एड्रेस कह मुझे मु 3 दिन पर टिकेट काटी बेंगलोर गली बेंगलोर गला मुझे पचारि आ भाई अमुक जगह जीव से टेम्पू वाला फास्ट नाई कला तापर बार्गेनिंग कला मु एक्सट्रा 100 देवी कहलु हाँ कहला हाँ गला मु गाड़ी में बसिली 2 दिन जाई खाली ट्राफिक रे रही 3 दिन मोर गाड़ी थिला से ट्राफिक रो मु चली पड़ी आइली ब्रह्मपुर पड़ी आइली मु तापर गोटे जिन डिसाइड कली सेटर पाग प्रकृत भल ना 2 दिन जाई जड़े खाली टेम्पो भर रही पार था कि रही पार ना पाग भल प्रकृत किंतु बेंगलोर भाई चाकरी करहबनी छाड़ किंतु मुझे आशा छाड़नी कौन पाई ना सब से लीलामय को इच्छा से कौन ना कौन गोटे बाट देखे जो बाट देखे से जा स्वराज हाँ स्वराज पर चाकरी गला कौट रे सुरट रे मो पे चाकरी अच्छी पोजिशन कौन मैनेजर तमाम सूता फैक्ट्री रे हाँ 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 केते बाट स्टेशन टू ट्राफिक ना ना जाई होबन ट्राफिक थे जाई और स्टेशन 4 नंबर प्लाटफॉर्म आड़े खसिक नाला भितर आड़े पड़े आइले गोटे 10 मिनट पहुंची 13,000 दरमा दब इतना खाया पीवा रहा अलगा आ गोटे मु रेज्यूमटा पठाऊँ ते कौन रेज्यूम दरकार नहीं खाली भाषा कौट कहार आवर अच्छी ए भाषा करकरा कौच मु हाँ हौ ठीक अच्छे हौ रखिली तू जॉइन हो कि गले मिसी जॉइन बा हाँ हौ 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 रखिली देखिलु टुलु तू पाठ पढ़ु बेले कौट ना कौटे मिल ना ना ठिकाना ना किंतु भगवान आशीर्वाद थी बोले कौट ना कौट गोटे चाकरी मिल जाएगा मामू मामू कौन पर फोन कले हाँ मामू हाँ टुलर रिजल्ट भल बरा 10th क्लास हाँ भल कर भल कर ना कौन कहल आर्थर आहरी भल कर बोले फेल हो जाइए ता माँ मर 10th क्लास फेल ही लगे एटा तार 6 नंबर थर परा है एथर हेल्ले फेल कोविड पास हो पारानी एथर कौन पास हो छाड़ हाँ हौ हौ ठीक ठीक भल 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 हौ गोटे काम करनी मु सुरट जाऊँ मत पठे दौन ताको ए हाँ से राजेश्वर दुकान गोटे बेग गुड़ी किणी दियो पठे दियो हाँ 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 रखिली बाल पाठ पढ़े कौन चेन मार्केटिंग आरंभ कले सुरट डाक 200 लाख नब चल तोर तो वीडियो सरला तू क्या छाड़